ସୁକିନ୍ଦାଗଡ଼ରେ ନିଆରା ବାସି ରଥଯାତ୍ରା ଦ୍ୱିତୀୟ ଦିନରେ ରଥଦାଣ୍ଡ ମଝିରେ ଅଟକିଲା ରଥ। ସୁକିନ୍ଦାଗଡ଼ରେ ଚାଲି ଆସିଥିବା ବାସି ରଥଯାତ୍ରାରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନପାରି ରଥଦାଣ୍ଡ ମଝିରେ ଥିବା ମା ଖଣ୍ଡୁରାଇ ମାଙ୍କ ସମ୍ମୁଖରେ ଅଟକି ରହିଲା ରଥ। ଚଳିତ ବର୍ଷ ସମ୍ପୂର୍ଣ୍ଣ ନୂତନ ରଥ ନିର୍ମାଣ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ରଥ ଟାଣିବା ପାଇଁ ଉଦ୍ବେଗ ପ୍ରକାଶ ପାଇଛି। ସେଥିପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ରଥଟଣା ସମୟରେ ଗ୍ରାମ ଦେବତୀ ମା ଖଣ୍ଡୁରାଇଙ୍କ ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନରେ ରଥ ଲାଗିଯିବାରୁ ସେହି ସ୍ଥାନ ଖାଲି କରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ସେଥିପାଇଁ ରଥକୁ ସେହି ସ୍ଥାନରେ ଶନିବାର ସନ୍ଧ୍ୟା 6 ସମୟରେ ରଖାଯାଇ ଆସନ୍ତାକାଲି ରଥ ଟାଣିବା ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ସ୍ଥାନରେ ହେଉଥିବା ରଥଯାତ୍ରା ଠାରୁ ଏହା ନିଆରା। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରିବା ପରେ ରଥକୁ ହାତେ ମାତ୍ର ଟଣାଯାଇଥାଏ। ପରଦିନ ସମ୍ପୂର୍ଣ୍ଣ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ବାହୁଡ଼ାରେ ମଧ୍ୟ ସମାନ ପରମ୍ପରା। ଚଳିତ ବର୍ଷ ଦ୍ୱିତୀୟ ଦିନରେ ମଧ୍ୟ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲା ନାହିଁ। ସମସ୍ତ ପ୍ରକାର ଚେଷ୍ଟା ପରେ ବି ରଥକୁ ନିଆଯାଇ ପାରିଲା ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ପ୍ରଭୁଙ୍କ ବିନା ଇଚ୍ଛାରେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ। ଦେବତ ବିଭାଗ ମୁଖ୍ୟ ତଥା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, କଳିଙ୍ଗନର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ପ୍ରମୁଖ ନିଜେ ଉପସ୍ଥିତ ରହି ରଥ ପରିସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସୁକିନ୍ଦା ଓ ଟମକା ଥାନାଧିକାରୀ ଓ 7 ଜଣ ଏସ୍ଆଇଙ୍କ ସମେତ ଶତାଧିକ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।